ଆଜି ଆମେ ଆମ ଅଷ୍ଟମ ଶ୍ରେଣୀ ବିଜ୍ଞାନର ଚାପ୍ଟର 10 କୈଶୋରର ଅଭ୍ୟାସ ପ୍ରଶ୍ନପତ୍ର କରିବା। 1 ନମ୍ବରରେ ଆମକୁ ଦେଲା କୈଶୋରର ସଂଜ୍ଞା ନିରୂପଣ କର। ତାହେଲେ ଦେଖ ପିଲାମାନେ, ଜୀବନର ଯେଉଁ ଅବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଘଟି ବହୁ ପରିବର୍ତ୍ତନ ସହ ବୟଃପ୍ରାପ୍ତ ଅବସ୍ଥା ଆଡ଼କୁ ଗତି କରେ ତାହାକୁ କୈଶୋର କୁହାଯାଏ। ହେଲା, ଦ୍ରୁତ ଭାବରେ ଗତି କରିବ ଏବଂ ଜୀବନର ଅନ୍ୟ ଗୋଟେ ଷ୍ଟେଜ୍ ବୟଃପ୍ରାପ୍ତ ଅବସ୍ଥା, ମାନେ ଏହା ପ୍ରାୟ 10ରୁ 11 ବର୍ଷ ବୟସରୁ ଆରମ୍ଭ ହୋଇ 18ରୁ 19 ବର୍ଷ ପର୍ଯ୍ୟନ୍ତ ଚାଲୁ ରହିଥାଏ। ହେଲା, ବର୍ତ୍ତମାନ ତମର ଯେଉଁ ବୟସ 10ରୁ 11ରୁ 18ରୁ 19, ଏହାକୁ କୈଶୋର ବା କିଶୋର ଅବସ୍ଥା କୁହାଯାଏ। ଝିଅମାନଙ୍କ ଠାରେ ଏହିସବୁ ପରିବର୍ତ୍ତନ ପ୍ରାୟ ବର୍ଷେ ଆଗରୁ ଦେଖାଯାଏ। ହେଲା, ସେଇଥିପାଇଁ ଝିଅ ପିଲାମାନେ ଜଲ୍ଦି ବୃଦ୍ଧି କରିଯାଆନ୍ତି, ତମେ ଦେଖିଥିବ। ହେଲା, ବର୍ଷେ ପୂର୍ବରୁ ସେମାନଙ୍କ ଏ କୈଶୋର ଅବସ୍ଥା ଦେଖାଯାଏ। ହଠାତ୍ ଉଚ୍ଚତା ବଢ଼ିବା, ପୁଅମାନଙ୍କ ନିଶ ଉଠିବା ପରି ବହୁ ଶାରୀରିକ ପରିବର୍ତ୍ତନ ସହ ମାନସିକ ଓ ବୌଦ୍ଧିକ ସ୍ତରରେ ପରିବର୍ତ୍ତନ ଘଟିଥାଏ। କିଶୋର କିଶୋରୀମାନଙ୍କ ଆଚରଣରେ ମଧ୍ୟ ପୂର୍ବ ଅବସ୍ଥା ତୁଳନାରେ କିଛି ପାର୍ଥକ୍ୟ ମଧ୍ୟ ଦେଖାଯାଏ। 2 ନମ୍ବର ଆମକୁ ଦେଲା ଯେ କୈଶୋର ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନ ଗୁଡ଼ିକ ଲେଖ। ପିଲାମାନେ, ଦ୍ରୁତ ଉଚ୍ଚତା ବୃଦ୍ଧି ହୋଇ ପରେ ଏହି ହାର କମିଯାଏ। ହେଲା, ତାହେଲେ ହାତ ଓ ଗୋଡ଼ ଖୁବ୍ ଶୀଘ୍ର ବଢ଼ୁଥିବା ବେଳେ ଅନ୍ୟାନ୍ୟ ଅଙ୍ଗର ବୃଦ୍ଧି ମନ୍ଥର ଗତିରେ ହୋଇଥାଏ। ହେଲା, ତାହେଲେ ହାତ ଗୋଡ଼ ବହୁତ ଜଲ୍ଦି ବଢ଼ୁଥିବ, କିନ୍ତୁ ଅନ୍ୟାନ୍ୟ ଅଙ୍ଗର ଟିକେ ଧୀରେ ହେବ। ହେଲା, ଜନନ ଓ ଅଙ୍ଗର ବିକାଶ ଘଟି ଯୁଗ୍ମକ ଉତ୍ପାଦନ ଓ ପରିପକ୍ୱନ ମଧ୍ୟ ଆରମ୍ଭ ହୁଏ। ପୁଅମାନଙ୍କର ସ୍ୱର ପେଟିକା ବୃଦ୍ଧି ପାଇବା ଦ୍ୱାରା ସ୍ୱର କର୍କଶ ହୁଏ। ଚିନ୍ତନ ମନନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ। ସବୁ ଭାବିବା ଥିଙ୍କିଂ ସବୁ ଆମର ଏଇଟାରେ ଆମର କ'ଣ ପରିବର୍ତ୍ତନ ଘଟିବ। 3 ନମ୍ବର ଆମକୁ ଦେଲା ଯେ ପିଲାମାନେ ଠିକ୍ ଉତ୍ତରଟି ବାଛି ଲେଖିବା। ହେଲା, କରେ ଦେଲା କିଶୋର କିଶୋରୀମାନେ ନିଜ ଖାଦ୍ୟ ପ୍ରତି ଯତ୍ନ ନେବା ଉଚିତ, କାରଣ ଦେଲା ଆଇରେ ଦେଇଛି ଉଚିତ ଖାଦ୍ୟ ମସ୍ତିଷ୍କର ବିକାଶ ଘଟାଏ। ଶରୀରରେ ଘଟୁଥିବା ଦ୍ରୁତ ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକ। କିଶୋର କିଶୋରୀମାନଙ୍କୁ ସବୁବେଳେ ଭୋକ ହୁଏ। ହେଲା, କିଶୋର କିଶୋରୀମାନଙ୍କ ସ୍ୱାଦ ମୁକୁଳ ବେଶ ବିକଶିତ। ପିଲାମାନେ, ଏଇଟା କ'ଣ ହେବ? ଦେଇଛି କିଶୋର କିଶୋରୀମାନେ ନିଜ ଖାଦ୍ୟ ପ୍ରତି ଯତ୍ନ ନେବା ଉଚିତ, କାରଣ ଶରୀରରେ ଘଟୁଥିବା ଦ୍ରୁତ ବୃଦ୍ଧି ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକ। ତାହେଲେ ଡବଲ ଆଇ ଆମର କ'ଣ କରେକ୍ଟ ଆନ୍ସର। ବୁଝିହେଲା, ଡବଲ ଆଇ। ତାପରେ ଖରେ ଦେଲା ଆମକୁ, ଖରେ ଦେଇଛି କିଶୋର ଓ କିଶୋରୀମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ କ'ଣ? ବୁଝିହେଲା, ପିଲାମାନେ ଯେତିକି ଦେଇଛି ସବୁଠାରୁ ଭଲ ଖାଦ୍ୟ ହେଉଛି ରୁଟି, ଡାଲି ଆଉ ପନିପରିବା। ହେଲା, ସେଥିପାଇଁ ତମର ମଧ୍ୟାହ୍ନ ଭୋଜନରେ ମଧ୍ୟ ଡାଲି ଡାଲମା ଦିଆଯାଏ, ବହୁତ ପନିପରିବା ପକାଯାଏ। ତାପରେ ଯିବା 4 ନମ୍ବର ଆମକୁ ଦେଲା ଯେ ଟିପ୍ପଣୀ ଲେଖ। ହେଲା, ଗଳ ଘଣ୍ଟିକା କରେ ଦେଲା ଗଳ ଘଣ୍ଟିକା। ତାହେଲେ ଗଳ ଘଣ୍ଟିକା କ'ଣ ଲେଖିବା? ଯୁବ କ୍ରାନ୍ତିର ପୁଅଙ୍କ ସ୍ୱର ପେଟିକା ବଢ଼ିଯାଏ। ପିଲାମାନେ, ଆମର ଏଇ ଯେଉଁ ସ୍ୱର ପେଟିକା, ଆମ ସ୍ୱରଟା ପରିବର୍ତ୍ତନ ହୁଏ, ମାନେ ସ୍ୱରଟା ମଧୁରରୁ କର୍କଶ ଆଡ଼କୁ ଯାଏ। ହେଲା, ଫଳରେ ସେମାନଙ୍କ କଣ୍ଠ ମଧ୍ୟ ସାମାନ୍ୟ ଫୁଲି ଆଗକୁ ବାହାରିବା ଦେଖୁଥିବ। ସେହି ଅଂଶକୁ ଗଳ ଘଣ୍ଟିକା ବା ଆଡାମୁ ଆପଲ୍ କୁହାଯାଏ। କିନ୍ତୁ ଝିଅଙ୍କ ସ୍ୱର ପେଟିକା ଛୋଟ ହୋଇ ରହିଥାଏ ଏବଂ ବାହାରକୁ ପ୍ରାୟ ଦେଖାଯାଏ ନାହିଁ। ଫଳରେ ପୁଅ ଓ ଝିଅଙ୍କ ସ୍ୱର ମଧ୍ୟରେ ପାର୍ଥକ୍ୟ ରହିଥାଏ। ସାଧାରଣତଃ ପୁଅଙ୍କ ସ୍ୱର କିଛିଟା କର୍କଶ ଓ ଝିଅଙ୍କ ସ୍ୱର ସାଧାରଣତଃ ସୁମଧୁର ସେଇଥିପାଇଁ ହୋଇଥାଏ। ତାପରେ ଖରେ ଆମକୁ ଦେଲା ପୁଅ ନା ଝିଅ। ହେଲା, ତାହେଲେ ଆମେ ଜାଣିବା କେମିତି ପୁଅ ନା ଝିଅ? ପିଲାମାନେ, ଏଇଟା ପରୀକ୍ଷାରେ ଆମର ଲଙ୍ଗ କୋଶ୍ଚିନ୍ ପଡ଼ିବ କିମ୍ବା 3 ମାର୍କିଆ 4 ଗାଁରେ କୋଶ୍ଚିନ୍ ପଡ଼ିବ। ତାହେଲେ ଦେଖ ପିଲାମାନେ, ସିକ୍ତ ସମାହିତ ଡିମ୍ବରେ ଥିବା ଗୁଣସୂତ୍ର ଉପରେ ପୁଅ ଓ ଝିଅ ହେବ ନିର୍ଭର କରେ। ହେଲା, କାହାର? ସିକ୍ତ ସମାହିତ ଡିମ୍ବରେ। କ'ଣ ଏଇଟା? ତାହେଲେ ପିଲାମାନେ, ମଣିଷର ଗୁଣସୂତ୍ର ସଂଖ୍ୟା ହେଉଛି 23 ଯୋଡ଼ା। ଏଥିରୁ ଗୋଟିଏ ଯୋଡ଼ାକୁ ଲିଙ୍ଗ ଗୁଣସୂତ୍ର କୁହାଯାଏ। ହେଲା, 23 ଯୋଡ଼ାରୁ ଗୋଟିଏ ଗୁଣସୂତ୍ର ହେଉଛି ହେଲା 23 ଯୋଡ଼ା ବା 46ଟି। ତାକୁ କ'ଣ ଲିଙ୍ଗ ଗୁଣସୂତ୍ର କୁହାଯାଏ ଗୋଟେ ଯୋଡ଼ା। ଏହି ଯୋଡ଼ା ଦୁଇଟି ଏକ୍ସ ଗୁଣସୂତ୍ର ନେଇ ଓ ପୁରୁଷଠାରେ
सॉरी हाँ नारी ठारे पिला माने एक्स एक्स अच्छी है आउ पुरुष ठारे अच्छी कौन एक्स को वाई बुझेगा ताहले अर्थात नारी ठारे एक्स एक्स और पुरुष ठारे एक्स वाई गुणसूत्र थाए प्रत्येक परिपाक्व डिम्बाणु रे एक्स गुणसूत्र थिबा बेले केतेबेले शुक्राणु रे एक्स एवं अवशिष्ट शुक्राणु रे वाई गुणसूत्र थाए से दृष्टिरू सबु डिम्बाणु एका प्रकार किंतु शुक्राणु दुई प्रकार है सबु डिम्बाणु एका प्रकार किंतु शुक्राणु होची एक्स वाई दुई प्रकार वाई गुणसूत्र थिबा शुक्राणु जहा पुरुष ठारे अछि ओ डिम्बाणुर मिलन रे कन्या संतान जात हुए है एवं वाई सॉरी हाँ एक्स गुणसूत्र पिला माने जदि एक्स एई जदि ये हला नारी ये हला पुरुष एई दिटा मिसिले हमर कन्या जात हबो एक्स एक्स आ वाई गुणसूत्र जदि मिसिबो ताहले कोन हमर झियंकर एक्स आ पुअंकर जो वाई मिसिले ताहले पुत्र संतान जात हुए सुतराम पुत्र संतान जात हबाकु हेले गुणसूत्र युक्त शुक्राणु आवश्यक तेणु संतान लिंग निर्धारण मार भूमिका रही सॉरी मार भूमिका रही नाही पुरुषर भूमिका रही कारण मार होची एक्स एस आ पुरुषर होची एक्स वाई ताले पुओ हैला कि झियो हैला का ऊपर निर्भर करिवो सी हैला पुरुष ऊपर ना कि माँ ऊपर हैला पिला लिखिदब तेणु संतान लिंग निर्धारण मार भूमिका नाही एथिपई पुरुष ही दायी तापरे 5 नंबर पिला माने जिबा देची पुओ और झियोंक बयस वृद्धि सह उच्चता वृद्धि घटे निम्न टेबुल ए संपर्कित तथ्य दे जाइछि उभय पुओ और झियोंक उच्चता दर्शाई गोटे ग्राफ पर ग्राफ अंकन कर एही ग्राफ रु की सिद्धांत नहीं हब बुझेला ताल देखो पिला एठी हम ग्राफ देछि ताले जन्म समय पिलाने पुओ और झियों को उच्चता सामान थिबा बेले एठी जन्म सामान थिबा 20 वर्ष बयस बेलू पुओ मानकर उच्चता झियो मान ठारू सामान्य अधिक रही थाए बुझला एटा बयस एपटा केते सेंटीमीटर है बालक टिके ऊपर अच्छे बालिका टिके कम अच्छे 20 वर्ष बयस ऊपर नेक्स्ट पिला माने 6 नंबर गोटे क्वेश्चन देथिला हमर ड्राइविंग लाइसेंस पई बस सीमा पिला ने ड्राइविंग लाइसेंस सीमा पई अप्लाई करे पई बस सीमा सरकार बर्तमान 18 धार्य कर देइछंती एवं यह दरकार है छोट पिला केमि गाड़ी चलेबे बुझेला एटा लिखि दबो बुझेला ए विषय सबुतक आंसर सरीगला।